କାହିଁକି ନା ରଜଦୋଳି ଗୀତ ସେତେ ରହିଛି, ସେତେ ରହିଛି ଓଡିଶା ଆସେମ୍ବଲି ଦେଖିଲା କର୍ଣ୍ଣାଟକ ଆସେମ୍ବଲି। ଛି 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 ଛି, 80 ଭାଗେ ଭୁଲ, ନୁଗୁଡା ନୁଗୁଡା ଗୀତ ବି ବାହାରିଛି, ତାକୁ ସବୁ କ୍ୟାନସଲ କରି 380 କୋଟି ଟଙ୍କା ଯୋଉ ଆମର ବର୍ବାଦ ହେଲା ଏ ଗରିବ ଜନସାଧାରଣଙ୍କର ଟ୍ୟାକ୍ସ। ନା ଦେଖ ସେ କହିଲେଣି, ତାଙ୍କ ଉପରେ ଚାପ ପଡିଲାଣି, କହିଲେଣି ଚେଞ୍ଜ ହଉଛି, ଚେଞ୍ଜ କରିଦେବେ। କାରଣ ଆମ ପିଲାଙ୍କୁ ବେକାର କରିଦଉଛନ୍ତି, ମୂର୍ଖ କରିଦଉଛନ୍ତି, ଅନପଢ କରିଦଉଛନ୍ତି, ଯୋଉ ଛାତ୍ର ମାନଙ୍କର ଜୀବନଟାକୁ ନଷ୍ଟ କରିଦଉଛନ୍ତି। କାହିଁକି ନା ରଜଦୋଳି ଗୀତ ସେତେ ରହିଛି, ସେତେ ରହିଛି ଓଡିଶା ଆସେମ୍ବଲି ଦେଖିଲା କର୍ଣ୍ଣାଟକ ଆସେମ୍ବଲି। ଛି 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 ଛି, 80 ଭାଗେ ଭୁଲ, ନୁଗୁଡା ନୁଗୁଡା ଗୀତ ବି ବାହାରିଛି, ତାକୁ ସବୁ କ୍ୟାନସଲ କରି 380 କୋଟି ଟଙ୍କା ଯୋଉ ଆମର ବର୍ବାଦ ହେଲା ଏ ଗରିବ ଜନସାଧାରଣଙ୍କର ଟ୍ୟାକ୍ସ। ଏଭଳିଆ ଭୁଲ କେବେ ହୁଏନି। ଶିକ୍ଷକ ମାନେ ଭଲ ଥିଲେ, ଡାଇରେକ୍ଟର ଭଲ ଥିଲେ, ସେକ୍ରେଟାରୀ ଥିଲେ, ସେମାନେ ସବୁ ଦେଖି ସାରି ମନ୍ତ୍ରୀ ସର୍ଭେ ଦେଖିବେ, ମନ୍ତ୍ରୀ ପରେ ମୁଖ୍ୟମନ୍ତ୍ରୀ ଦେଲେ ବହି ରିଲିଜ ହୁଏ। ଏଗୁଡାକ ଅତି ଗୁଡାକ ଯାକ ଶସ୍ତା। ଇଏ ଆମ ଭକ୍ତ ଦାସ ଷ୍ଟ୍ରଙ୍ଗ ଭାରି, ନହକାଚର ତାର ବଢିଆ ଆସିଲେଣି ଅବଜରଭର, ଆମର ଯେ ସେକ୍ରେଟାରୀ ଚାର୍ଜ ଆସିଲେଣି, ଆଉ ଦେଶାଇ ସେବା ଦଳର ମୁଖ୍ୟ ଇଣ୍ଡିଆର ସୁସଂଗଠକ ଭଦ୍ର ଲୋକ ଲାଲାଜୀ ଦେଶାଇ, ତାଙ୍କୁ ଅଭିନନ୍ଦନ। ସେ ଆସିଲା ପରେ ଭକ୍ତ ଦାସ ଯୋଉ ରହ ରହ ବୁଲୁଛନ୍ତି ଗାଁ ଗଣ୍ଡା, ଛାତ୍ରକୁ ନେଇକି, ଯୁବକକୁ ନେଇକି, ମହିଳାକୁ ନେଇକି, ଆଦିବାସୀକୁ ନେଇକି, ମୁସଲମାନ ନେଇକି, ଖ୍ରୀଷ୍ଟିଆନ ନେଇକି, ସମସ୍ତଙ୍କୁ ନେଇ କଂଗ୍ରେସ ଦଳକୁ ମଜବୁତ କଲେଣି। ଏ ଦେଶାଇ ଆସିଲା ପରେ ଆହୁରି ବଢିଆ ହବ, ପଞ୍ଚାୟତ ଭୋଟରେ ଭଲ ହବ, ଅର୍ବାନରେ ଭଲ ହବ, ଏମଏଲଏ ଏମପି ରେ ଭଲ ହବ, ସମୟକୁ ଅପେକ୍ଷା। ନାଇଁ ନା, ମୁଁ କହିପାରିବିନି, ରାହୁଲ ଗାନ୍ଧୀ ଖଗଡେ କହିବେ, କିନ୍ତୁ ତାଙ୍କର ଯାହା ଦିଲ୍ଲୀରେ ରବି ଯେତେ ସଂଗଠନ ତାଙ୍କର ରାଜ୍ୟ ଯାକ ବୁଲୁଛନ୍ତି, ସେଥିରୁ ମୁଁ ଜାଣୁଛି ଏଇନା ଚେଞ୍ଜ ହବାର ପ୍ରଶ୍ନ ନାହିଁ। କାରଣ ରାହୁଲ ଗାନ୍ଧୀ ଖଗଡେ ତାଙ୍କୁ ଭଲ ପାଆନ୍ତି।